ହ୍ୟାଲୋ ଗାଇସ୍, ତ ଆଜି ଆମେ ବୁଲିବା ପାଇଁ ଚାଲିଲୁ ସମସ୍ତେ ମିଶିକି। ତ ଆମେ ଯାଉଛୁ ଆଜି ଖଣ୍ଡାଧାର ଆଡ଼େ। ତ ଭେଣେଇ ବହୁତ ଦିନ ପରେ ଆସିଛନ୍ତି ଛୁଟିରେ, ତ ସେଥିପାଇଁ ଭେଣେଇକୁ ବୁଲିବା ପାଇଁ ବହୁତ ଭଲ ଲାଗେ। ତ ଆମେ ଚାଲିଲୁ ଭେଣେଇ ସହିତ ପୁରା ଫ୍ୟାମିଲି ବୁଲିବା ପାଇଁ। ଏଇଆ ହେଉଛି ଆମର ମନ୍ଦିର। ତାପରେ ଆମର ଉପରକୁ ଚାଲିଲୁ। ଉପରେ ଯାଇକି ଆମର ଖଣ୍ଡାଧାର ୱାଟରଫଲ୍ଟି ଅଛି। ତ ଆମେ ଚାଲି ଚାଲି ଥକି ଗଲୁ। ତ ଫାଇନାଲି ଆମର ଡେଷ୍ଟିନେସନ୍ ପହଞ୍ଚିଗଲୁ। ଦେଖିପାରୁଥିବେ ସେ ଉପରୁ ପାଣି ପଡ଼ୁଛି କେମିତି। ଇଏ ହେଉଛି ଆମର ଖଣ୍ଡାଧାର ୱାଟରଫଲ୍, ଯେଉଁଟାକି ଆମର କେଉଁଝରରେ ଅଛି। ତ ମକର ଟାଇମ୍ରେ ବହୁତ ଭିଡ଼ ରୁହେ। ତ ଆମେ ଏଇ ଟାଇମ୍ରେ ଆସିଥିଲୁ, ସେଥିପାଇଁ ବହୁତ କମ୍ ଭିଡ଼ ଥିଲା। ତ ଆରାମସେ ବୁଲିକି ଗାଡ଼ି ମଧ୍ୟ ଉପରକୁ ଆଣିକି ଆପଣଙ୍କୁ ଯାଇପାରିବେ। ତାପରେ ଆମେ ଚାଲିଲୁ ପୁରା ପାଖକୁ ଯାଇକି ଫଟୋ ଉଠେଇକିରି ଆସିଲୁ। ଇଏ ହେଉଛି ଆମର ଇସ୍ୟୁ। ସେ ଖାଲି ଆମର ଚାରିଆଡ଼େ ବୁଲୁଥାଏ। ଇଏ ଆମର ପାତି ମାଙ୍କଡ଼, ଯିଏକି ହେଉଛି ମୋ ସାଙ୍ଗ, ଯିଏକି କେବେ ଡାକିଲେ ସିଏ ଯିବନି ବୁଲିବା ପାଇଁ। ତା ପାଇଁ ତାପରେ ଆମେ ଭୋକ ଲାଗିଲା, ତ ଆମେ ଭଲ ହୋଟେଲ୍ ଗୋଟେ ଦେଖିକି ଖାଇବା ପାଇଁ ଚାଲିଗଲୁ। ଏ ହେଉଛି ଆମର କ୍ରିଷ୍ଣାଗଡ଼। ଏଠି ଭଲ ଭଲ ପତ୍ରପୋଡ଼ା ମିଳେ, ଯେଉଁଟାକି ଆମର ବାଂଶପାଳରେ ଅଛି। ତ ଆସିଲା ବେଳକୁ ଆମକୁ ଲେଫ୍ଟ ସାଇଡ଼୍ରେ ମିଳିଲା। ମୁଁ ଆଜି ଭେଜ୍, ତ ସେଥିପାଇଁ ଆମର ଭେଜ୍ର ସବୁ ଏଇ ଆଇଟମ୍ ଥିଲା। ତ ନାନୀମାନଙ୍କ ପାଇଁ ଆମର ଛତୁ ପୋଡ଼ା ଅଛି, ଏପଟେ ଆମର ଚିକେନ୍ ପୋଡ଼ା। ତ ବହୁତ ବଢ଼ିଆ ଲାଗୁଥିଲା। ଆପଣ ବି ଆସନ୍ତୁ, ବୁଲିକି ଯାଆନ୍ତୁ, ଖାଇ ପିଇକି